ଯୋଉମାନେ ବହୁତ ଲୋକ ମୃତ୍ୟୁବରଣ କରିସାରିଲେଣି। 2022 ମୁଁ ଯେତେବେଳେ ନିର୍ବାଚିତ ହୋଇଥିଲି, ନିର୍ବାଚିତ ହେଲା ପରେ ଯେହେତୁ ଏତେ ମାତ୍ରାରେ ମୃତ୍ୟୁବରଣ କରୁଥିଲେ, ଆମେ ତ ଜାଣିପାରୁନଥିଲୁ ଯେ ଏହାର ସମସ୍ୟା କ'ଣ ହେଉଥିଲା। ଆମେ ପ୍ରତି ଗ୍ରିଭାନ୍ସରେ ଆମେ କଲେକ୍ଟରକୁ ଭେଟିକି ଜଣାଉଥିଲୁ କି ଆମର କ୍ୟାନ୍ସର କିଡନୀ ରୋଗରେ ବହୁତ ଲୋକ କ'ଣ ପାଇଁ ମୃତ୍ୟୁବରଣ କରୁଛନ୍ତି। ବହୁ ଥର ଦେଲା ପରେ ବି ଆମର ଅଭିଯୋଗ ଶୁଣିନଥିଲେ। ଯଦି ସିଡିଏମ୍ ଥରେ ଆସିକି ଇନକ୍ୱାରି କରିଥିଲେ, ଇନକ୍ୱାରି କଲା ପରେ ତାଙ୍କର କିଛି ବି ରିପୋର୍ଟ କରିକି ଆସିନଥିଲା। ତାପରେ ଆମେ ବହୁତ ଥର ଦେଲା ପରେ ଯେତେବେଳେ ସକ୍ସେସ୍ ହେଇଗଲି, ଏଇଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ। କାହିଁକି ନା ପାଣି ଆମର ସେଠିକାର ଜାଣିବାକୁ ପାଇଛୁ ପାଣିର ସମସ୍ୟା ଆମର ଅଧିକ ରହୁଛି। ଯେତେବେଳେ ଜାଣିବାକୁ ଚାହିଁଲୁ ପ୍ରତି ଗ୍ରିଭାନ୍ସ ହଉ କିମ୍ବା ଆମର ରାଜ୍ୟପାଳଙ୍କୁ ଭେଟିକି ଜଣାଇବା ହଉ କିମ୍ବା ଆମ ସିଡିଓଙ୍କୁ ଭେଟିକି ଜଣାଇବା ହଉ, ସବୁ ପ୍ରକାର ପଛପଟେ ଯେଉଁ କଥା ହେଉଛନ୍ତି ଟିକେ ମୁହଁ ବନ୍ଦ ରଖନ୍ତୁ, ନହେଲେ ବାହାରକୁ ଯାଆନ୍ତୁ। ଯାଇକି ପହଞ୍ଚିଲା ବେଳକୁ ଆମର କିଛିଟା କାମ ହେଉଛି। ଏବେ ସମ୍ପୂର୍ଣ୍ଣ ଭାବରେ କାମ ହୋଇପାରିନି। ଯଦି ସାର୍ଙ୍କ ଦ୍ୱାରା ଆଗକୁ ସମ୍ଭବ ହେବ, ଆଉ କିଛି ବି